ତେଣୁ କାହିଁକି ତମେ ମାନେ କରୁନା? ତେଣୁ ଯଦି ଅହଙ୍କାର ଛାଡ଼ିକି କାମ କରିବ ମାନସିକତା ଅଛି ଆସ, ନହେଲେ ସୁପରଫିସିଆଲ କଥା କହିଦେଇକି ହାତ ହଲେଇ ଦେଲେ ହବ ନାହିଁ। ଆହୁରି ଗୋଟେ ମୁଁ ଆପଣଙ୍କୁ ଦେଇଛି ଯେଉଁ ଏଠି ଭେଟନାରୀ ଅଫିସ୍ ଯିବା ପାଇଁ ଆମେ ବି ତାଦେହରେ ଦେଖିଥିବେ, ତାଦେହରେ ଲେଖା ହେଇଛି କପି ଟୁ ଏକ୍ସ MLA ବରି। ମୁଁ ଦେଇଛି ଆପଣଙ୍କୁ। ପଇସା ହେଉଛି ସରକାରଙ୍କର, କାମରେ ଲାଗିବ। ବରିର ବରପୁତ୍ର ମାନଙ୍କର ସେଠି ହବ, ସେ ସମ୍ପତ୍ତି ହେଉଛି ବରିର। ତେଣୁ କାହିଁକି ତମେ ମାନେ କରୁନା? ତେଣୁ ଯଦି ଅହଙ୍କାର ଛାଡ଼ିକି କାମ କରିବ ମାନସିକତା ଅଛି ଆସ, ନହେଲେ ସୁପରଫିସିଆଲ କଥା କହିଦେଇକି ହାତ ହଲେଇ ଦେଲେ ହବ ନାହିଁ। ବହୁତ କଥା ଆଜି ହେଇପାରୁନାହିଁ। ଚିଙ୍ଗୁଡିଆ ନାଳର ମଧ୍ୟ ସମସ୍ୟା ସେଇଆ। ସେଠି କେନ୍ଦ୍ର ସରକାର ଇନଲାଣ୍ଡ ୱାଟର ଭିତରେ ବନ୍ଦ ଅଛି। କାହିଁକି ବନ୍ଦ ହେଇଛି, କ'ଣ କରିଛି, ତାକୁ ତଦାରଖ କରିବା କାମ ହେଉଛି ତମର। ଆମେ ତ କହିଛୁ ତଦାରଖ କରୁଛୁ, କିନ୍ତୁ ତମେ କରୁନ। ଆମେ ଏବେ ଆହୁରି ଗୋଟେ ମୁଁ ଆପଣଙ୍କୁ ଦେଇଛି ଯେଉଁ ଏଠି ଭେଟନାରୀ ଅଫିସ୍ ଯିବା ପାଇଁ ଆମେ ବି ତାଦେହରେ ଦେଖିଥିବେ, ତାଦେହରେ ଲେଖା ହେଇଛି କପି ଟୁ ଏକ୍ସ MLA ବରି। ମୁଁ ଦେଇଛି ଆପଣଙ୍କୁ। ତେଣୁ ତା ଦେହରେ ଆମେ ତାଙ୍କୁ ଲେଖିକି ଦେଲା ପରେ ସିଏ ଆମକୁ କପି ଦେଉଛନ୍ତି ଏବଂ ଇଲେକ୍ଟ୍ରିଫିକେସନ ପାଇଁ ପଇସା ଦେଉଛନ୍ତି। ତେଣୁ ବିଧାୟକ ଯାଉଛନ୍ତି କୁଆଡ଼େ? ଖାଲି ଆମେ ବାହାନାବାଜି କରୁଛନ୍ତି। କ'ଣ ସରକାର ଦଳ ଆମର ନାହିଁ, ସରକାର ନାହିଁ, ସରକାର କ'ଣ ମନା କରିଛନ୍ତି ବିକାଶମୂଳକ କାର୍ଯ୍ୟ ML କଲେ ତାକୁ ବାରଣ କରିବେ? ସରକାର କୋଉଠି କହିଛନ୍ତି? ନାଇଁ କୋଉଠି କହିଛନ୍ତି? କାହାକୁ ଉଦ୍ୟମ କରିଛନ୍ତି? କୋଉଦିନ କହିଛନ୍ତି? କିଛି ନାହିଁ। କେବଳ ଇଏ ହେଉଛି ଆମେ ଏଠି ଆସିନା, ତମେ ଆସିଛ ଲୋକଙ୍କର କାମ କରିବା ପାଇଁ। ଏଠି ବରିରେ ଯେତିକି ଦିନ ଆମେ ରହିଛୁ ଲୋକଙ୍କ ପାଇଁ କାମ କରିଛୁ। ଲୋକଙ୍କର ଅଭିମାନଙ୍କର ପୂର୍ଣ୍ଣବୈଭବ ଷ୍ଟାଚୁ ଆଜି ହେଇଛି 13 ଲକ୍ଷ ଟଙ୍କା ବରିର। ଆଜି ଡେଟ୍ରେ ଓଡ଼ିଶାରେ ମାନେ ବିଶେଷ କରି ବରିରେ ନିର୍ବାଚନ ପରଠାରୁ ଅଭିମନ୍ୟୁ ସାମନ୍ତସିଂହଙ୍କ ଭଳି ମାନେ ଜଣେ ରୀତିଯୁଗର କବି, ତାଙ୍କର ଏଠି ଚିହ୍ନ ବର୍ଣ୍ଣ ନଥିଲା। ଆଜି ତ ତାକୁ ହେଇଛି ବାଲିଆରୁ ଆସିକି ବରି ମାଉଣ୍ଟରେ ତାର ପରିଚୟ ସୃଷ୍ଟି ହେଇଛି। କିନ୍ତୁ କାହିଁ ଆଉ ସେଠି ବାଞ୍ଛାନୀ ଦାସଙ୍କର ଅଛି, ସାଉଣ୍ଡି ମଳିକ ଅଛି, ସନନ୍ଦ ସ୍ୱାଇଁଙ୍କର ଅଛି, ହାଡ଼ିବନ୍ଧୁ ପଟ୍ଟନାୟକର ଅଛି। ଇଏ ସବୁ କାର୍ଯ୍ୟକ୍ରମ ହଉନି କାହିଁକି? କ'ଣ ପାଇଁ କରାଯାଉନି? ଆଜି ବନ୍ଦ କରିବ। ସେତେବେଳେ ମାନେ ବିଭିନ୍ନ ପ୍ରକାର ଇଏ କରିକି ବନ୍ଦ କରାହେଉଥିଲା। ଗୋଟେ ବାଇପାସ୍ ରୋଡ଼ ରତ୍ନଗିରି ବାଇପାସ୍ ରୋଡ଼ 4,33,00,000 ଟଙ୍କା ଲ୍ୟାଣ୍ଡ ଏକ୍ୱିଜିସନ୍ କରିବା ପାଇଁ ସେତେବେଳେ 19 ଜଣଙ୍କର 43 ଜଣରୁ 19 ଜଣ ଲୋକ ଦେଇଛନ୍ତି, ମାନେ ଜମି ଦେଇଛନ୍ତି। ଆହୁରି ରେଷ୍ଟ ଅଫ୍ ଲୋକ ରହିଯାଇଛନ୍ତି, ଜମି ଦେଇନାହାନ୍ତି। ଏବଂ ତା ଦେହରେ ଯଦି ସେ କଥା ନାହିଁ, ତାକୁ ଚେଷ୍ଟା କରିବା ଦରକାର। ବାଇପାସ୍ ରୋଡ଼ ହେବାର ଆବଶ୍ୟକତା ଅଛି। ଆଜି MLA ଗାଡ଼ି ଗଲେ ସେଠି ବ୍ରେକ୍ ହେଉଛି, ଆମ ଗାଡ଼ି ଗଲେ ବ୍ରେକ୍ ହେଉଛି, ସମସ୍ତଙ୍କ ଗାଡ଼ି ବ୍ରେକ୍ ହେଉଛି ଏବଂ ବରିର ଜନସାଧାରଣଙ୍କର ଅସୁବିଧା ହେଉଛି। ତେଣୁ ଏସବୁ କଥା ମାନେ ନ କରିକି ଖାଲି କ'ଣ ନା ଆମେ ଏଠି ଯେଉଁଟା କପି ପେଷ୍ଟ ହେଉଛି, ଏଠି କାମ ତମେ କରିନ, କହିଦେଉଛ ଆମେ କାମ କରିଛୁ। ସେଠି କାଲି ସକାଳେ ଯେଉଁଠି ବ୍ରିଜ୍ ହେବ ତାର ତ MLA ଯେହେତୁ ସେ ଅଛନ୍ତି, ସେ ଆସିବେ ଫଳକ ସେଠି ମାରିବେ, ସେଟାକୁ କହିବେ ମୁଁ କରିଛି। ଏକଥା କୁହ ନା, ଏକଥାକୁ କହିବାକୁ ପଡ଼ିବ। ଏ କାମ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କର ସମୟରେ ହେଇଥିଲା। ମୁଁ ତାକୁ ଏଠି ଆସିକି ତାକୁ ଉଦ୍ଘାଟନ ଆଜି କରୁଛି। ଏକଥା କହିବାକୁ ପଡ଼ିବ। ଯଦି ସେ କଥା ନ କହିବ ତାହେଲେ ତମେ ଯେଉଁଠି କରୁଛ ସେ କଥାକୁ କୁହ, ଯେଉଁଠି କରିପାରୁଛ, ଯେଉଁଠି ହେଉଛି ସେ କଥା। 2 ବର୍ଷ ହେଲାଣି ବିଧାୟକ ଉନ୍ନୟନ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ହୁଏତ ସେ ହେଉଛି ତମର ହାତ ଜମା ପାଣ୍ଠି, ତମ ଇଚ୍ଛାଧୀନ ବେପାର। କିନ୍ତୁ କାହିଁ ଆମେ ଦେଖିପାରୁନୁ, କୌଣସି ଜାଗାରେ କିଛି ହେଉନି। ଜାତକ ବିଚାର ଏବଂ ଗୃହର ବାସ୍ତୁଜନିତ ସମସ୍ୟାର ସମାଧାନ ପାଇଁ ଯୋଗାଯୋଗ କରନ୍ତୁ ଜ୍ୟୋତିର୍ବିଦ ବାସ୍ତୁବିଦ ଶ୍ରୀ ମାନସ ଚନ୍ଦ୍ର ନାୟକ। ଯୋଗାଯୋଗ କରନ୍ତୁ 9438481748।